ସମୟ କ'ଣ ବା ନ କରିଦିଏ, ଯୋଉଠି ସନ୍ଧ୍ୟା ହେଲେ ପାଦ ସବୁବେଳେ ପଡୁଥିଲା ଏବେ ଅକାଳେ ସକାଳେ ଯିବାକୁ ପଡୁଛି। ଜୟ ଜଗନ୍ନାଥ ସମସ୍ତଙ୍କୁ ୱେଲକମ୍ କରୁଛି ମୋର ଆଜିର ମିନି ବ୍ଲଗକୁ। ତ ଶୁଭ ଆସିଥିଲା ସୁଦୂର ସମ୍ବଲପୁରରୁ, କହିଥିଲା ସାଙ୍ଗରେ ନେଇକି ଯିବି ସରସ୍ୱତୀଆ, କିନ୍ତୁ ଦେଖିଲା ବେଳକୁ ସରସ୍ୱତୀଆ କିଛି ଆଣିନଥିଲା। ଲାଷ୍ଟକୁ ଆମକୁ ଚକୁଳି ଡାଲମା ଲକ୍ଷ୍ମୀ ମନ୍ଦିରରେ ଡାକିକି ଦେଲା ଖାଇବା ପାଇଁ। କହିଲା ଭାଇ ଆଣିପାରିଲିନି, ଏଇ ଚାଉମିନ ଆଉ ଚକୁଳି ଡାଲମାରେ କାମ ଚଳେଇ ଦିଅ। ତାପରେ ଆମେ ସମସ୍ତେ ପଳେଇ ଆସିଲୁ, ବହୁତ ଦିନ ହେଲା ଯାଇନଥିଲୁ ଆମର ଆକ୍ଟିଂ ଇନଷ୍ଟିଚ୍ୟୁଟକୁ। ତ ସେଠିକି ଆସିକି ପହଞ୍ଚିଗଲୁ, ଅଶୋକ ଭାଇ ହେରିଆଙ୍କର କ'ଣ ଟିକେ କାମ ଥିଲା, କହିଲେ ଯେ ଆସ ଯିବା ଟିକେ ବୁଲାବୁଲି କରିଦେଇକି ପଳେଇ ଆସିବା। ଦିନ ଥିଲା ଠିକ୍ ଟାଇମ୍ରେ ଯାଇକି ସମସ୍ତେ ଆମେ ସନ୍ଧ୍ୟାବେଳେ ପହଞ୍ଚି ଯାଉଥିଲୁ, ମାନେ ପୁରା ଘନା ଆମର ପୁରା ଡ୍ରାମା ପ୍ରାକ୍ଟିସ୍ ଚାଲିଥିଲା। ଏବେ ତ ମାନେ ଟାଇମ୍ ହିଁ ହେଉନି କାହାକୁ କେମିତି ଯିବା ପାଇଁ। ଆଉ ଏଇ ମାନେ ଆମର ଅଡିଟୋରିୟମରେ ପୁରା ଡାଇଲଗ୍ର ବର୍ଷା ସେତେବେଳେ ସନ୍ଧ୍ୟାବେଳେ ସବୁ ପିଲାଙ୍କର ହେଉଥିଲା। ଏବେ ପିଲାଙ୍କୁ କାଁ ଭାଁ ଦେଖିବାକୁ ମିଳୁଛି, ଆଉ ଯେତିକି ବି ପିଲା ଆସିଥିଲେ ତାଙ୍କ ସହିତ ଟିକେ ଦେଖା ଚାହାଁ ହେଇଗଲା। ଏବେ ବି ବହୁତ ସାରା ନୂଆ ପିଲା ଜଏନ୍ କରୁଛନ୍ତି, ଆଉ ଭଲ ଭଲ ନାଟକ ବି କରୁଛନ୍ତି। ସେମାନଙ୍କ ସହିତ ଟିକେ ଦେଖା ହେଇକି ତାଙ୍କର ରିହର୍ସାଲ ଟିକେ ଦେଖା ଦେଇକି କରିଦେଇକି ଆମେ ପଳେଇ ଆସିଲୁ ତଳକୁ। ମଝିରେ ପିଲା ସବୁ କୁଆଡ଼େ ହଜି ଯାଆନ୍ତି ନା, ତାଙ୍କର ସବୁ ପଟ୍ଟା ପାଉତି ଏଠି ହେଉଛି, କାଳେ କୁଆଡ଼େ ହଜିଯିବେ। ବ୍ଲଗ୍ଟି ଏଇଠି ଏଣ୍ଡ କରୁଛି, ରହୁଛି ଟାଟା ବାଏ ବାଏ, ଜୟ ଜଗନ୍ନାଥ।